ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ଟୋଲକପଡ଼ା ଭୋଇ ସାହିରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ସେହି ସାହିର ଗନ୍ଧର୍ବ ଭୋଇ। ଗତ 3 ରୁ 4 ଦିନ ହେବ ସେ ନିଖୋଜ ଥିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗନ୍ଧର୍ବଙ୍କ ନିଜ ଘର ବାରିପଟେ ଥିବା ଏକ ପୋଖରୀରୁ ତାଙ୍କର ଗଳିତ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ ଏହା ଏକ ଦୁର୍ଘଟଣା ନା ହତ୍ୟା ସେ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଗଭୀର ସନ୍ଦେହ ସୃଷ୍ଟି ହୋଇଛି। ପରିବାର ଓ ସ୍ଥାନୀୟ ଲୋକ ଏହାକୁ ଏକ ପୂର୍ବ ପରିକଳ୍ପିତ ହତ୍ୟାକାର ବୋଲି ସନ୍ଦେହ କରୁଛନ୍ତି। ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଦେହକୁ ବାହାର କରିଥିଲା। ଅନ୍ୟପକ୍ଷରେ ବାଲିଅନ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ପୋଲିସର ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପରବର୍ତ୍ତୀ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ବାଲିପାଟଣାରୁ ଦୀପକ କୁମାର ଭୂୟାଙ୍କ ରିପୋର୍ଟ, କଳିଙ୍ଗ ଟୁଡେ ଲାଇଭ୍।